ଯେତେବେଳେ ମତେ 15 ବର୍ଷ ହୋଇଥିଲା ତ ଦିନେ ରାତିରେ ମା ମତେ ଉଠେଇକି ବହୁତ ମାରିଲେ ଆଉ କହିଲେ କି ତତେ ଟିକେ ଲାଜ ଲାଗୁନି, ଏବେଠୁ ତୁ ମୋ ସହିତ ଶୋଇବୁନି। ବାବାଙ୍କ ମୃତ୍ୟୁ ପରେ ମୁଁ ମାଙ୍କ ସହିତ ଶୋଉଥିଲି, କିନ୍ତୁ ମା କହିବା ପରେ ମୁଁ ଅଲଗା ରୁମ୍ରେ ଶୋଇଲି। ଦିନେ ରାତିରେ ମାଙ୍କ କଥା ମନେ ପଡ଼ିଗଲା ତ ଯାଇ ମା ଶୋଇଥିବା ଖଟରେ ଶୋଇପଡ଼ିଲି, କିନ୍ତୁ ମୋ ଦେହ ତ ଶୀତେଇ ପଡ଼ିଲା ଯେତେବେଳେ ମତେ ମା କହିଲା କି ମୋ ନାଁ ଅମନ। ଯେତେବେଳେ ମୁଁ 3 ବର୍ଷର ଥିଲି ମୋ ବାବାଙ୍କ ମୃତ୍ୟୁ ହୋଇଗଲା। ମୋ ମା ମତେ ବାବା ଆଉ ମାର ସ୍ନେହ ଦେଇ ପାଳିଲେ। ଆମେ ଗୋଟିଏ ଛୋଟ ଘରେ ଥିଲୁ ଯେଉଁଠି କେବଳ ଗୋଟିଏ ରୁମ୍ ଥିଲା। ରାତିରେ ମୁଁ ମାଙ୍କ ସହିତ ଶୋଉଥିଲି। ଏମିତି ସମୟ ବିତିବାରେ ଲାଗିଲା। ମୁଁ 12 ବର୍ଷର ହୋଇଯାଇଥିଲି। ରାସ୍ତାରେ ଯିବା ବେଳେ ସମସ୍ତେ ମୋ ମାଙ୍କ କଥା ପଚାରୁଥିଲେ, ତମ ମା ଜଣେ କେମିତିକା ସ୍ତ୍ରୀ ଲୋକ କେଜାଣି? ତ ମୁଁ ଟିକେ ଆଶ୍ଚର୍ଯ୍ୟ ହୋଇଗଲି। ଆଖପାଖର ସବୁ ଲୋକଙ୍କୁ ମୋ ମାଙ୍କର ଏବେ ଚିନ୍ତା କାହିଁକି? ଯେତେବେଳେ ମୋ ମାଙ୍କ ସହିତ ବାହାରକୁ ଯାଉଥିଲି ସମସ୍ତେ ମୋ ମାଙ୍କୁ ବଡ଼ ଅଜବ ନଜରରେ ଦେଖୁଥିଲେ। ଦିନେ ରାତିରେ ମୁଁ ଶୋଇପଡ଼ିଲି ତ ଅଧା ରାତିରେ ରାସ୍ତା ଆଡ଼କୁ ଥିବା ଆମ ଝରକାକୁ କିଏ ପଥର ମାରି କାଚ ଭାଙ୍ଗିଦେଲା। ମା ଆଉ ମୁଁ ଡରରେ ଉଠି ପଡ଼ିଲୁ, କିନ୍ତୁ କେଜାଣି ମାଙ୍କୁ ଅଚାନକ କେଉଁ କଥାରେ ରାଗ ଆସିଗଲା ଆଉ ସେ କହିବାରେ ଲାଗିଲେ କି କାଲିଠୁ ତୁ ମୋ ସହିତ ଶୋଇବୁନି, ବାହାରେ ପଡ଼ିଥିବା ଖଟରେ ଶୋଇବୁ। ମୁଁ ମାଙ୍କ କଥାକୁ ନେଇ ଆଶ୍ଚର୍ଯ୍ୟ ହୋଇଗଲି। ଆଉ କିଏ ସେ କାଚ ଭାଙ୍ଗିଲା, କିନ୍ତୁ ମା ତା ରାଗ ମୋ ଉପରେ ସୁଝଉଛି। ଯାହା ହେଉ ମୁଁ ମାଙ୍କ କଥା ମାନି ବାହାରେ ଶୋଇଗଲି। ଶୀତ ଦିନ ଥିଲା ଆଉ ବାହାରେ ମତେ ବହୁତ ଥଣ୍ଡା ଲାଗୁଥିଲା। ଆଉ 2 ଦିନ ବିତିଯିବା ପରେ ରାତିରେ ମୋ ମା ମୋ ପାଖକୁ ଆସିଲା ଆଉ କହିଲା କି ପୁଅ, ଆଜି ହିଁ ଆମେ ଏ ଘର ଛାଡ଼ିକି ସହର ପଳେଇବା। ଏବେ ଏଠାରେ ଆମ ରହିବା ବହୁତ ମୁସ୍କିଲ ହେଇଗଲାଣି। ସେ ମୋ ମା ବି ଥିଲେ ଆଉ ବାବା ବି ଥିଲେ। ତାଙ୍କ କଥା ମାନିବା ବ୍ୟତୀତ ମୋ ପାଖରେ ଆଉ କିଛି ରାସ୍ତା ନଥିଲା। ମୁଁ ବହୁତ ଖୁସି ହେଇଗଲି ଆଉ ପଚାରିଲି କି ଏବେ କ'ଣ ମତେ ଅଲଗା ରୁମ୍ ମିଳିବ କି? ମା କହିଲା କି ହଁ, କିନ୍ତୁ ଆମକୁ ଏବେ ହିଁ ବାହାରି ଯିବାକୁ ପଡ଼ିବ। ମୁଁ ସାଙ୍ଗେ ସାଙ୍ଗେ ପ୍ୟାଣ୍ଟ ସାର୍ଟ ପିନ୍ଧିବା ପରେ ଆମେ ସେ ଘରୁ ବାହାରି ଗଲୁ। ମୋ ମା ମୋ ହାତ ଧରି ଆଗେଇ ଯାଉଥିଲା। ମାଙ୍କ ପାଖରେ ଗୋଟିଏ ବଡ଼ ବ୍ୟାଗ୍ ଥିଲା ଯେଉଁଥିରେ କି ସବୁ ଅଳଙ୍କାର, ଟଙ୍କା ପଇସା ଥିଲା। କିଛି ବାଟ ଯିବା ପରେ ଗୋଟିଏ ଗାଡ଼ି ଛିଡ଼ା ହୋଇ ରହିଥିଲା। ବୋଧେ ସେ ଆମକୁ ଅପେକ୍ଷା କରି ରହିଥିଲା। ଆମେ ସେ ଗାଡ଼ିରେ ବସିବା ମାତ୍ରେ ସେ ଆମକୁ ନ ପଚାରି ଗାଡ଼ି ଷ୍ଟାର୍ଟ କରି ଆଗକୁ ବଢ଼ିଲା। ସେଇଟା ମାଙ୍କ ଚିହ୍ନା ପରିଚିତ ଗାଡ଼ି ଥିଲା। ଗାଡ଼ି ସହର ଆଡ଼କୁ ମାଡ଼ି ଚାଲିଲା ଆଉ ସକାଳ ପାହିବା ପୂର୍ବରୁ ହିଁ ଆମେ ନୂଆ ଘରେ ପହଞ୍ଚିଗଲୁ। ସେ ଗାଡ଼ିବାଲା ଆମକୁ ସେ ଘରେ ଛାଡ଼ିକି ଗଲା, କିନ୍ତୁ ମାଙ୍କର ସେହି ଗାଡ଼ିବାଲା ସହିତ କ'ଣ ସମ୍ପର୍କ ଥିଲା କେଜାଣି, କିନ୍ତୁ ଟିକେ ଅଜବ ଲାଗିଲା। ଶେଷରେ ସେ ଆମକୁ ଯେଉଁଠି ଛାଡ଼ିକି ଗଲା ସେ ଘର ବଡ଼ ଥିଲା। ମା କହିଲେ କି ଆମକୁ ଏଠାରେ କିଛି ବି ଅସୁବିଧା ନାହିଁ। ପୁଣି ମା ମତେ ଦେଖିବାକୁ ଲାଗିଲେ ଆଉ ମୁଁ ଖଟରେ ବସିଯାଇ ମାଙ୍କୁ ଦେଖୁଥିଲି। ସେଠୁ ଏମିତି ପରିସ୍ଥିତି ଦେଖି ମୋ କାନ୍ଦ ଆସିଗଲା। ମାଙ୍କୁ ପଚାରିଲି କି ମା, ଏସବୁ କ'ଣ? ମୋ ସବୁ ସାଙ୍ଗ ଗାଁରେ ରହିଗଲେ। ମା କହିଲେ କି ପୁଅ, ତୋ ବୟସ ଏମିତି କି ତୁ ସେଠାରେ ରହିପାରିନଥାନ୍ତୁ, ନହେଲେ ଲୋକ ମୋ ବିରୁଦ୍ଧରେ ତୋତେ ମତେଇଥାନ୍ତେ। ମାଙ୍କ କଥାରେ ମୋର ମନେ ପଡ଼ିଗଲା କି ଗତ କିଛି ଦିନ ତଳେ ରାସ୍ତାରେ ଛିଡ଼ା ହୋଇଥିବା ଜଣେ ବଦମାସ ପିଲା ମୋ ମା ବିଷୟରେ ବହୁତ ଖରାପ କହୁଥିଲା। ଘରକୁ ଆସି ମୋ ମାଙ୍କୁ ସବୁ କଥା ପଚାରିଲି। ମା ଟିକେ ଚିନ୍ତାରେ ପଡ଼ିଗଲେ ଆଉ ଆଜି ଏସବୁ ହୋଇଗଲା। ସେଠୁ ମା କହିଲେ କି ସେଠାରେ ସବୁ ତୋ ମା ବିଷୟରେ ଖରାପ କଥା ହେଉଥିଲେ, ତୁ କ'ଣ ଖରାପ କଥା ସବୁକୁ ସହିପାରିଥାନ୍ତୁ କି? ମୁଁ ମନା କଲି, କହିଲି କି ବିଲକୁଲ ବି ନୁହେଁ। ସେଠୁ ମା କହିଲେ କି ଏଠାରେ କେହି ବି ସେମିତି ଖରାପ କହିବେନି ଆଉ ମୁଁ ତୋ ଜୀବନକୁ ବହୁତ ସୁନ୍ଦର ଭାବରେ ଗଢ଼ି ନେବି। ପୁଅ, ତୋତେ ପରିଶ୍ରମ କରିବାକୁ ପଡ଼ିବ ଆଉ ସ୍କୁଲରେ ବି ପଢ଼ିବାକୁ ପଡ଼ିବ। ପରଦିନ ମା ମତେ ଗୋଟିଏ ସ୍କୁଲରେ ନାଁ ଲେଖାଇ ଦେଲେ। ମୁଁ ବି ଖୁସି ଖୁସି ପରିଶ୍ରମ କରୁଥିଲି। ମା ମୋ ପାଇଁ ସବୁ କିଛି କରୁଥିଲେ, କିନ୍ତୁ ସେ ଟଙ୍କା କେଉଁଠୁ ଆଣୁଥିଲେ ମୁଁ ଜାଣିନଥିଲି। କିନ୍ତୁ ମା କିଛି ଅଜବ ଅଜବ କାମ କରୁଥିଲେ ଯାହାକି ମୋତେ ଚିନ୍ତାରେ ପକାଇ ଦେଉଥିଲା ଆଉ ତାର ଜବାବ ବି ମୋତେ ମିଳୁନଥିଲା। ମା ଏବେ ମୋତେ ତା ରୁମ୍ରେ ଶୋଇବାକୁ ଦେଉନଥିଲା। ଦିନେ ମୋତେ ମୋ ରୁମ୍ରେ ଚିଡ଼ା ଲାଗୁଥିଲା। ବାହାରକୁ ଆସିବା ବେଳକୁ ମା ପରିବା କାଟୁଥିଲେ। ମୁଁ କହିଲି କି ମା, ମୁଁ ଟିକେ ଛାତ ଉପରକୁ ଯିବି, କିନ୍ତୁ ଆଶ୍ଚର୍ଯ୍ୟର କଥା ମା ଛାତ ଉପରକୁ ଯିବାକୁ ଦେଲେନି। କହିଲେ କି ପୁଅ, ତୁ ବଡ଼ ହୋଇଗଲୁଣି, ଆଖପାଖ ଘରେ ପରଦା ବି ନାହିଁ, ତେଣୁ କିଏ କାଳେ କିଛି କହିବ, ତେଣୁ ଛାତ ଉପରକୁ ଯାନି। ମାଙ୍କ କଥାରେ ମୋତେ ରାଗ ଲାଗିଲା। ମା ମୋତେ ଏତେ କଟକଣା ଭିତରେ ରଖୁଛି କାହିଁକି? ଯେତେବେଳେ ମୁଁ ଜିଦି କଲି ତ ମା କହିଲା କି ପୁଅ, ତୁ ଏବେ ଯାଇପାରିବୁନି, ମୋ କଥା ଟିକେ ବୁଝିବାକୁ ଚେଷ୍ଟା କର। ମାଙ୍କ କଥାରେ ବିରକ୍ତି ହୋଇ ମୁଁ ରୁମ୍କୁ ପଳେଇ ଆସିଲି। କିନ୍ତୁ ଆଜି ମୋତେ କାହିଁକି ବ୍ୟସ୍ତ ବିବ୍ରତ ଲାଗୁଥିଲା। ଭାବୁଥିଲି ଆଜି କାହିଁକି ମୋତେ ଛାତ ଉପରକୁ ଯିବା ପାଇଁ ମନା କରୁଛି ମା। ଆଉ ସତରେ ହିଁ ମୋ ଛାତି ଧଡ଼ପଡ଼ ହେଉଥିଲା। କିଛି ସମୟ ପରେ ମୁଁ ଉଠି ପଡ଼ି ପୁଣି ମାଙ୍କ ରୁମ୍କୁ ଆସିଲି ଆଉ ସେଠାରେ ମୋ ନଜର ଆଉ ଏକ ଖଟ ଉପରେ ପଡ଼ିଲା। ମୁଁ ସେଠାରେ ବସି ପଡ଼ିଲି। ମାଙ୍କୁ କହିଲି କି ମା, ମୋତେ କାହିଁକି ଅଣନିଶ୍ୱାସୀ ଲାଗୁଛି, ମୁଁ ଏଠି ଶୋଇବି।
ମୋ ନଜର ପୁଣି ଥରେ ସେ ଖଟ ଉପରେ ପଡ଼ିଲା ତ ମୋ ମନରେ ଗୋଟିଏ ପ୍ରଶ୍ନ ଆସିଲା। ମାଆକୁ ପଚାରିଲି କି ମା, ଏ ଖଟ କାହା ପାଇଁ ରଖିଛ? ଏଠାରେ ସେଜ ତକିଆ ବି ତ ରହିଛି। ମୁଁ ମାଆଙ୍କୁ ପଚାରିବା ପରେ ମା ଟିକେ ହଡ଼ବଡ଼ ହେଇଗଲେ। କହିଲେ କି ମୁଁ ସେସବୁ ସେମିତି ରଖିଛି। କାହିଁକି ମା, ଏଥିରେ କିଏ ଶୋଉଛି? ତୁ ତ ମୋତେ ଏଠାକୁ ଆସିବାକୁ ବି ଦଉନୁ। ମୁଁ ଏସବୁ କଥା କହିବା ପରେ ମୋ ମା ମୋ ଉପରେ ବିରକ୍ତି ହେଲେ। କହିଲେ କି ତୁ ମୋତେ କ'ଣ ସନ୍ଦେହ କରୁଛୁ? ଏ ଖଟରେ ତୋ ବାବାଙ୍କର ସ୍ମୃତି ରହିଛି। ବାବାଙ୍କ ସ୍ମୃତି? ଏତେ ବି ଅଜଣା ହୁଅନି ମା। ମାଆଙ୍କୁ ଏତିକି କହିବା ସହିତ ମୋର ବି ସନ୍ଦେହ ବଢ଼ିବାରେ ଲାଗିଲା। ପ୍ରତିଥର ଯେତେବେଳେ ମୁଁ ମାଆଙ୍କ ପାଖରେ କିଛି ନୂଆ ଜିନିଷ ଦେଖୁଥିଲି ମୋର ପଛ କଥା ସବୁ ମନେ ପଡ଼ିଯାଉଥିଲା। ଆଉ ଆଜି ମୋତେ ଏମିତି ହିଁ କିଛି ସନ୍ଦେହ ହେଲା। ମା କାହିଁକି ତାଙ୍କ ରୁମ୍ରେ ଅଲଗା ଖଟ ରଖିଛନ୍ତି? କାହିଁକି ସେଜ ତକିଆ ବି ରଖିଛନ୍ତି? ଗୋଟିଏ ଖଟରେ ତ ସେ ଶୋଇପାରିବେ, କିନ୍ତୁ କାହିଁକି ସେ ଆଉ ଗୋଟିଏ ଖଟ ରଖିଛନ୍ତି? ସେସବୁ ଭାବିକି କିଛି ସମୟ ପରେ ମୁଁ ଚୁପଚାପ ହୋଇଗଲି। ସେଠୁ ମୁଁ ମାଆଙ୍କ ଜିନିଷ ଉପରେ ନଜର ରଖିବାକୁ ଲାଗିଲି। ଛାତ ଉପରକୁ ଯିବା ପାଇଁ ସ୍ଥିର କଲି, କିନ୍ତୁ ଏହା ଆଗରୁ ମୋ ସହିତ କିଛି ଏମିତି ଘଟଣା ଘଟିଲା ଯାହା ମୋ ମନକୁ ଦୋହଲେଇ ଦେଲା ଆଉ ମାଆଙ୍କ ସତ ମୋ ସାମ୍ନାକୁ ଆସିଗଲା। ତା ପରଠାରୁ ମାଆଙ୍କୁ ଲୁଚି ଲୁଚି ମୁଁ ଗୋଟିଏ ଜାଗାରେ କାମ କରିବାକୁ ଲାଗିଲି। କାହିଁକି ନା ଘର ପାଇଁ ବି ଅଧିକ ଟଙ୍କା ଦରକାର ଥିଲା। ତେଣୁ ମା ଟଙ୍କାର ପୁରା ହିସାବ ରଖୁଥିଲେ। କିନ୍ତୁ ଚକିତ କଥା ଥିଲା କି ମାଆଙ୍କର ସବୁ ଅଳଙ୍କାର ରହିଥିଲା। ଆଉ ଆମର ଖରାପ ପରିସ୍ଥିତି ସମୟରେ ବି ସେ ସେଗୁଡ଼ିକ ବିକିନଥିଲେ। ବରଂ ଏବେ ସେଗୁଡ଼ିକ ପିନ୍ଧିବାରେ ଲାଗିଲେ। ଆଉ ସେ ରଙ୍ଗୀନ ଶାଢ଼ୀ ବି ପିନ୍ଧିବାରେ ଲାଗିଲେ। ତାଙ୍କୁ ଦେଖିକି ଲାଗୁଥିଲେ କି ମା ବିଲକୁଲ ବି ବିଧବା ନୁହନ୍ତି। ମା ବି ନିଜକୁ ସଜେଇ ହେଉଥିଲେ, ମୁହଁରେ ପାଉଡର ଆଉ ଅଳଙ୍କାର ପିନ୍ଧୁଥିଲେ। ମୁଁ ମାଆଙ୍କ କଥାରେ କେବେ ବି ସନ୍ଦେହ କରିନଥାନ୍ତି। କିନ୍ତୁ ଆଜି ଆଉ ଏକ କଥା ମୋ ମନରେ ପୁରା ସନ୍ଦେହ ଭରି ଯାଇଥିଲା। ମୁଁ ଯେଉଁଠିକି କାମ କରିବାକୁ ଯାଉଥିଲି ସେଠାରେ ଦିନେ ରାହୁଲ ନାମକ ଜଣେ ପୁଅ ଦେଖା ହୋଇଗଲା। ସେ ମୋତେ ବାରମ୍ବାର ଦେଖୁଥିଲେ। କେତେବେଳେ ସେ ମୋତେ କ'ଣ ପଚାରି ଦେଉଥିଲେ ତ କେତେବେଳେ ପାଣି ମାଗୁଥିଲେ। ତାଙ୍କ ହାବଭାବ ଦେଖି ମୁଁ ତାଙ୍କୁ ପଚାରିଲି କି ତମେ କିଏ? ମୋତେ କ'ଣ ଚିହ୍ନିଛ କି? ସଂଯୋଗବଶତଃ ଆମେ ଗୋଟିଏ ଗାଁର ଥିଲୁ। ଆଉ ସେ ମୋତେ ଓ ମାଆଙ୍କୁ ଜାଣିଥିଲେ, କିନ୍ତୁ ମୁଁ ତାଙ୍କୁ ଜାଣିନଥିଲି। ଆଜି ସେ ମୋତେ 1 ବର୍ଷ ପରେ ଦେଖା ହୋଇଥିଲେ। ଆହୁରି କହିଲେ କି ତମ ମା ରାତାରାତି ସେ ଗାଁ ଛାଡ଼ିକି କେଜାଣି କେଉଁଠିକି ପଳେଇ ଆସିଲେ। ଆମେ ତ ଭାବୁଥିଲୁ କି ଉପରବାଲା କାଳେ ତମ ସହିତ କିଛି, କାହିଁକି ନା ତୋ ମାଆଙ୍କର ବହୁତ ଲୋକ ସହିତ। ଏତିକି କହି ସେ ଅଧାରେ ରହିଗଲା। ମୁଁ କହିଲି କି ତମେ କ'ଣ କହିବାକୁ ଚାହୁଁଛ, ପୁରା କଥା କୁହ। ସେ ଟିକେ ରହିଯାଇ କହିଲେ କି ନାଇଁ କିଛି ନୁହେଁ, ଆଉ କହ ତୋ ମା ଠିକ ଅଛନ୍ତି ତ? ସେ କିଛି ଅଜବ ଅଜବ କଥା କହୁଥିଲା। ତା କଥାରେ କେଜାଣି ଟିକେ ଘୃଣା ଥିଲା। ମୁଁ କହିଲି କି ହଁ ମା ଠିକ ଅଛି। ଆଉ ମୁଁ ତାଠାରୁ କଥା ବାହାର କରିବା ପାଇଁ ଚେଷ୍ଟା କଲି, କିନ୍ତୁ ସେ ଆଉ କିଛି ଅଧିକା କହିଲାନି। କିନ୍ତୁ ଏତିକି କହିଲେ କି ତୋ ପରି ପୁଅମାନେ ନାଚାର ଅଟନ୍ତି, ଯିଏକି ନିଜ ମା ଚରିତ୍ରକୁ ନେଇ ଆଉ କାହା ପାଖରେ ଲଜ୍ଜିତ ହୁଏ। କଥା କଥାରେ ସେ ଏଇ କଥା କହିଦେଲା। ତେଣୁ ମୁଁ କିଛି ଖାସ୍ ଜବାବ ଦେଇପାରିଲିନି। କିନ୍ତୁ ମୋ ମା ଉପରେ ମୋର ସନ୍ଦେହ ବଢ଼ିଗଲା। ମୁଁ ଚାହୁଁଥିଲି କି ମାଆକୁ ଠିକ୍ ସମୟରେ ଧରିନେବି। ମୁଁ ବଡ଼ ହୋଇଯାଇଥିଲି। ମାଆଙ୍କୁ ବହୁତ ସଚ୍ଚୋଟ ଭାବୁଥିଲି। ମୋତେ ଲାଗୁଥିଲା କି ମା କାହା ସହିତ ଭେଟ ହେଉଛି, ନହେଲେ ଏମିତି କିଛି କଥା ଅଛି ଯାହା ପାଇଁ ମା ଏତେ ଚିନ୍ତାଶୂନ୍ୟ ହୋଇଯାଉଛି। ସେଦିନ ଘରକୁ ଆସି ମୁଁ ସବୁଆଡ଼େ ନଜର ରଖିବା ଆରମ୍ଭ କରିଦେଲି। ଆଜି ତ ମାଆଙ୍କର ଗୋଟିଏ ଅଜବ କଥା ଦେଖିଲି। ରାତି ଗୋଟାକରେ ଯେତେବେଳେ ମୁଁ ମୋ ରୁମ୍ରୁ ବାହାରିଲି, ବାହାରେ କାହାର ଜୋତା ରଖାଯାଇଥିଲା। ଜୋତା ଦେଖି ମୋର ଆଖି ବଡ଼ ବଡ଼ ହୋଇଗଲା। ସେଇଟା ଗୋଟିଏ ଲୋକର ଜୋତା ଥିଲା। ମୁଁ ଏବେ ସ୍ପଷ୍ଟ ଥିଲି ଯେ ଆମ ଘରକୁ ଆଉ କିଏ ଆସିଛନ୍ତି। ସେଠୁ ମୁଁ ମୋ ରୁମ୍କୁ ପଳେଇ ଆସିଲି, କାରଣ ମୋ ରୁମ୍ର ଝରକା ଦେଇ ବାହାରର ଦୃଶ୍ୟ ଦେଖାଯାଉଥିଲା। ରାତି ବଢ଼ି ବଢ଼ି ଚାଲିଲା। ମୋତେ ବି ନିଦ ଆସୁନଥିଲା। ମୁଁ ପୁରା ସତର୍କ ହୋଇ ବସି ରହିଲି। ଭୋର 5ଟା ବେଳକୁ ଆଖି ଲାଗିଯାଇଥିଲା। ଆଉ ମୁଁ ଶୋଇପଡ଼ିଲି। ଆଉ ଯେତେବେଳେ ଆଖି ଖୋଲିଲା, ବାହାରକୁ ଆସି ଦେଖିଲି ତ ମା ବାହାରେ କାମ କରୁଛନ୍ତି। ଆଉ ସେ ଲୋକ ବି ଯାଇସାରିଥିଲା। ମୋ ପାଖରେ କିଛି ବି ପ୍ରମାଣ ନଥିଲା ଯାହା ବଳରେ ମୁଁ ମାଆଙ୍କୁ ଏ ସମ୍ପର୍କରେ ପଚାରି ପାରିଥାନ୍ତି। ମୁଁ ଚୁପଚାପ ଥିଲି। ମନେ ମନେ ପଚାରିଲି କି ମାଆଙ୍କ ସତ ମୁଁ କାଲି ନିଶ୍ଚୟ ଜାଣିକି ରହିବି। ପୁଣି ସେଦିନ ଯାଇ ରାତି ହେଲା, ଆଉ ମୁଁ ନ ଶୋଇ ବସି ରହିଲି। କିନ୍ତୁ ସେଦିନ ଟିକେ ସମୟ ପରେ ମୋ ମା ମୋ ପାଖକୁ ଆସି ପଚାରିଲେ କି ପୁଅ, ତୁ ଏତେ ଚିନ୍ତିତ କାହିଁକି? କ'ଣ ହେଲା ତୋର? ମୁଁ କିନ୍ତୁ କିଛି କହିଲିନି। ମା ମୋ ପାଖକୁ ଆସି ପୁଣି ପଚାରିଲେ, ଆଉ ମୁଁ ଚୁପ୍ ରହିବା ପରେ ସେ ଯାହା କହିଲେ ମୋର ହୋସ୍ ଉଡ଼ିଗଲା। ସେ କହିଲେ କି ପୁଅ, ମୁଁ ଜାଣିଛି କି ତୁ କେତେ ଦିନ ହେଲା ମୋ ଉପରେ ନଜର ରଖୁଛୁ। ତୁ ଜାଣିବାକୁ ଚାହୁଁଛୁ କି ମୋ ରୁମ୍ ବାହାରେ ଜୋତା କୁଆଡ଼ୁ ଆସିଲା? ସେ ଜୋତା କାହାର? ମୋ ଲିପଷ୍ଟିକ୍, ନାଲି ରଙ୍ଗର ଶାଢ଼ୀ କାହିଁକି ପିନ୍ଧୁଛି? ସେ ଅଳଙ୍କାର ବି କାହିଁକି ପିନ୍ଧୁଛି? ମାଆଙ୍କ ମୁହଁରୁ ସେସବୁ କଥା ଶୁଣିକି ମୁଁ ତ ଆଶ୍ଚର୍ଯ୍ୟ ହୋଇଗଲି। କହିଲି ମା, ତୁ ତ ସବୁ କଥା ଜାଣିଛୁ। ମା ଟିକେ ହସିକି ମୋତେ ଦେଖିଲେ, ଆଉ କହିଲେ କି
ଆଉ କହିଲେ କି ତତେ କ'ଣ ଲାଗୁଛି ମୁଁ ଜାଣିନି ବୋଲି, ଆଉ ତୋ ମନରେ କ'ଣ ଅଛି ବୋଲି। ହଉ ଆଜି ତତେ ସବୁ ସତ କହିଦେବି, ହେଲେ ଗୋଟେ ସର୍ତ୍ତରେ। ମୁଁ କହିଲି କି ମା ତମେ ଯାହା କହିବ ମାନିବି, ହେଲେ ମତେ ଆଉ ସନ୍ଦେହ ଭିତରେ ରଖନି। ସେଠୁ ସେ କହିଲେ କି ହେଉ ଠିକ୍ ଅଛି, ତାହେଲେ ତୁ ପ୍ରସ୍ତୁତ ହୋଇଯା, ଏଇ ରବିବାର ଦିନ ତୋ ବିବାହ ହେବ। ଯଦି ତୁ ମୋ ଇଚ୍ଛାରେ ବିବାହ କରିବୁ ତାହେଲେ ମୁଁ ସବୁ ସତ କହିଦେବି, ପୁଣି ତୋର ଯାହା ନିଷ୍ପତ୍ତି ମୁଁ ମାନିବି। ମୋ ମାଙ୍କୁ ଅସୁବିଧାରେ ଦେଖି ତାଙ୍କ କଥା ମାନିନେଲି। ଏବେ ମତେ ସେଇ ଦିନକୁ ଅପେକ୍ଷା ଥିଲା। ମୋ ବୟସ ଏବେ 18 ବର୍ଷର ହୋଇଯାଇଥିଲା। ମୋ ମା ମୋ ବିବାହ କରିବାକୁ ଚାହୁଁଥିଲା, କିନ୍ତୁ କାହା ସାଥିରେ ମୁଁ ଜାଣିନଥିଲି। ରବିବାର ଦିନ ମା ମତେ ଗାଡ଼ିରେ ବସେଇକି ଗୋଟେ ବଡ଼ ଘରକୁ ନେଇଗଲା। ସେଠାରେ ବହୁତ ସାରା ସିକ୍ୟୁରିଟି ବି ଥିଲେ। ସେମାନେ ଆମର ସ୍ୱାଗତ କଲେ। ସେଠାରେ ମା ଆଉ ମତେ ଗୋଟେ ରୁମ୍କୁ ନେଇ ଇଜ୍ଜତର ସହ ବସେଇଦେଲେ। ମୋ ସାମ୍ନାରେ 7 ଜଣ ଯୁବକ ଆସି ବସିଗଲେ ଆଉ କହିଲେ କି ତମକୁ ଏ ବିବାହରେ ଆପତ୍ତି ଅଛି କି? ମୁଁ ମୁଣ୍ଡ ହଲାଇ ନା କଲି। ସେମାନେ କହିଲେ କି ତମେ ଆମ ଭଉଣୀକୁ ସୁଖରେ ରଖିବ, ପ୍ରତିଟି ଖୁସି ଦେବ, ଆମେ ତମକୁ ସବୁ ପ୍ରକାର ସାହାଯ୍ୟ କରିବୁ। ମୁଁ ହଁ କଲି, କିନ୍ତୁ ଜାଣିନଥିଲି କି ମା ମତେ କାହିଁକି ଏ ଝିଅ ସହିତ ବିବାହ କରାଉଛି, ଯାହାର 7 ଜଣ ଭାଇ ଅଛନ୍ତି। କିଛି ସମୟ ପରେ ବାହାଘର କାଗଜ ମୋ ପାଖକୁ ଅଣାଗଲା, ଯେଉଁଥିରେ ମୁଁ ଦସ୍ତଖତ କରିଦେଲି। ଏହିପରି ଭାବରେ ସୁନା ମୋ ସ୍ତ୍ରୀ ହୋଇଗଲା। ମାଙ୍କର ଇଚ୍ଛା ଥିଲା ଯାହା ମୁଁ ପୂରଣ କରିଦେଲି। ମୋ ସ୍ତ୍ରୀ ରୁମ୍ରେ ବସିଥିଲେ। ମୁଁ ମାଙ୍କ ପାଖକୁ ଆସିଲି ଆଉ ତାଙ୍କୁ କହିଲି କି ଏବେ ଯଦି ଆପଣ ମୋତେ ସବୁ କଥା ନ କୁହନ୍ତି ତାହେଲେ ମୁଁ ବି ଆପଣଙ୍କର କୌଣସି କଥା ମାନିବି ନାହିଁ। ମୋ କଥା ଶୁଣି ମା ହସିଲେ ଆଉ କହିଲେ କି ପୁଅ ଏଠିକି ଆସ, ମୁଁ ତୋତେ ଗୋଟେ ଗୋଟେ ସବୁ କଥା କହିବି, ହେଲେ ତୁ ମୋତେ କଥା ଦେ, ତୁ ଏଇ କଥା କେବେ ହେଲେ ନିଜ ସ୍ତ୍ରୀ ଆଗରେ କହିବୁନି। ମୁଁ ମାଙ୍କ ପାଖରେ ବସିଗଲି ଆଉ ମା ତାଙ୍କ କାହାଣୀ ଆରମ୍ଭ କଲେ। ଦେଖ ପୁଅ, ଏଇ ଦୁନିଆରେ ସ୍ତ୍ରୀ କେତେ ବି ଭଲ ହେଉଥାଉ ନା କାହିଁକି, ହେଲେ ଏହା ପୁରୁଷ ପ୍ରଧାନ ସମାଜ। ଏକୁଟିଆ ସ୍ତ୍ରୀ ଉପରେ ଅଭିଯୋଗ ନିଶ୍ଚୟ ଲଗେଇଥାଏ। ଗାଁରେ ଏମିତି ବି ହୋଇଥିଲା। ଆମର ଛୋଟ ଘର ଥିଲା, ତୁ ମୋ ପାଖରେ ଶୋଉଥିଲୁ। ଗାଁରେ ବହୁତ ବାଜେ ଲୋକଙ୍କ ନଜର ମୋ ଉପରେ ଥିଲା। ଆମର ରୁମ୍ର ଝରକା ରାସ୍ତା କଡ଼ରେ ଥିଲା। ସେ କାଚ ଦେଇ ଭିତର କଥା ଦେଖା ତ ଯାଉନଥିଲା, କିନ୍ତୁ ଜଣାପଡ଼ୁଥିଲା କି ଆମ ଘରେ କେତେ ଲୋକ ଅଛନ୍ତି। ତେଣୁ ତୁ ଯେତେବେଳେ ମୋ ପାଖରେ ଶୋଉଥିଲୁ ସେମାନେ ଭାବୁଥିଲେ କି ମୋ ସାଥିରେ କିଏ ଜଣେ ପୁରୁଷ ଲୋକ ଅଛନ୍ତି ବୋଲି। ସେମାନେ ମୋତେ ଖରାପ ବୋଲି ଭାବୁଥିଲେ। ଦିନେ ସେମାନେ ଯେତେବେଳେ ଝରକା କାଚ ଭାଙ୍ଗିଥିଲେ ମୁଁ ଡରିଗଲି ଆଉ ତୋ ଉପରେ ରାଗିଗଲି। କିନ୍ତୁ ଯେତେବେଳେ ଲୋକମାନେ ମୋତେ ନେଇ ଅଜବ ଅଜବ କଥା ହେଉଥିଲେ ତ ମୁଁ ତୋତେ ନେଇ ସହରକୁ ପଳାଇ ଆସିଲି। ଆଉ ଏଠାରେ ମୁଁ ବହୁତ ଅସୁବିଧା ପଡ଼ି ଜଣେ ଲୋକଙ୍କୁ ବିବାହ କରିନେଲି। ସେ ବହୁତ ସଚ୍ଚୋଟ ଆଉ ଭଲ ମଣିଷ। ମୁଁ ତାଙ୍କ ସହିତ କେବଳ କାଗଜପତ୍ରରେ ବିବାହ କରିଛି, ଫଳରେ ମୋତେ କେବଳ ସାହାରା ମିଳିପାରିବ। ଆଉ ମୋତେ କେହି ବିଧବା ନ କୁହନ୍ତୁ। ମୁଁ ଚୁଡ଼ି ଓ ଅଳଙ୍କାର ଏଥିପାଇଁ ପିନ୍ଧୁଥିଲି କି ସବୁ ସ୍ତ୍ରୀ ଲୋକଙ୍କୁ କହିପାରିବି କି ମୁଁ ସଧବା ବୋଲି। ଏହି କାରଣରୁ ସ୍ତ୍ରୀମାନେ ମୋତେ ବେସାହାରା ଭାବିବେନି। କିନ୍ତୁ ସବୁ ସ୍ତ୍ରୀ ଭଲ ନୁହନ୍ତି। ସେମାନଙ୍କ ଭିତରୁ କିଛି ଚାଲବାଜ ବି ଥାନ୍ତି ଆଉ ଖରାପ ପୁରୁଷ ସବୁ ଜାଗାରେ ଥାନ୍ତି। ସେମାନେ ଏକୁଟିଆ ସ୍ତ୍ରୀ ପଛରେ ପଡ଼ିଯାଇଥାନ୍ତି। ମୁଁ ମୋ ଅଳଙ୍କାର ଜରିଆରେ ସମସ୍ତଙ୍କୁ ଦେଖାଇବାକୁ ଚାହୁଁଥିଲି କି ମୁଁ ବିଧବା ନୁହେଁ, ବରଂ ମୋର ବି ସ୍ୱାମୀ ଅଛନ୍ତି। କିନ୍ତୁ ପୁଅ ତୁ ସେ ଲୋକ କଥା ଚିନ୍ତା କରନି, ଯିଏକି କେବଳ ମୋତେ କାଗଜପତ୍ରରେ ବାହା ହୋଇଛି। ତାଙ୍କର ପ୍ରଥମ ସ୍ତ୍ରୀ ମରିଯାଇଛି। ସେ କେବେ କେବେ ମୋ ପାଖକୁ ନିଶ୍ଚୟ ଆସନ୍ତି ଆଉ ମାସକର ଚଳିବା ଖର୍ଚ୍ଚ ଦେଇକି ଯାଆନ୍ତି। ଏ ସମ୍ପର୍କ ମୋତେ ସାହାରା ଦେଇଛି। ଆଉ ରହିଲା ସେ ଜୋତା କଥା, ସେଇଟା ତ ମୁଁ ସବୁବେଳେ ରଖେ, ଏଥିପାଇଁ କି ସବୁ ଲୋକ ଜାଣିବା ପାଇଁ କି ଏଇ ଘରେ ଜଣେ ପୁରୁଷ ଲୋକ ଅଛନ୍ତି। ଆଉ ବାକି ଯାହା ତୋର ପ୍ରଶ୍ନ ଥିଲା ଉତ୍ତର ତତେ ମିଳିଯାଇଥିବ। ଆଉ ମୁଁ କେବେ ବି ତୋ ଇଜ୍ଜତର ନିଲାମ କରିବାକୁ ଦେଇନି। ଆଉ ଯେଉଁ ଝିଅ ସହିତ ତୋ ବିବାହ ହେଉଛି ସେ ହେଉଛି ମୋ ସ୍ୱାମୀଙ୍କ ଭାଣିଜୀ। ସେ ବହୁତ ସୁନ୍ଦର, ହେଲେ ବି ତାର ବିବାହ ହୋଇପାରୁନି। ଆଉ ମୁଁ ସେଥିପାଇଁ ତୋତେ ତା ସହିତ ବିବାହ କରାଉଛି। ଯଦି ତୋ ମା ଉପରେ ତୋର ବିଶ୍ୱାସ ନାହିଁ ତାହେଲେ ତାଙ୍କ ପାଖକୁ ଯାଇ ପଚାରିଦେବୁ। ଆଜି ଯାଏ ମୁଁ କାହାକୁ ଆଖି ଉଠେଇକି ବି ଦେଖିନି। ମୁଁ ମୋ ମା କଥା ଶୁଣି ଚିନ୍ତିତ ହୋଇଗଲି। ମୁଁ କହିଲି କି ମା ମୁଁ ତ ବିବାହ କରିନେବି, ତୁ ଚାହିଁଲେ ତାଙ୍କ ପାଖରେ ରହିପାରିବୁ। ମୁଁ ଏତେ କଠୋର ହୃଦୟର ନୁହେଁ ଯେ ମାର ଖୁସି ଉପରେ ପ୍ରତିବନ୍ଧକ ଲଗେଇଦେବି ଆଉ ମୋ ମିଛ ଇଜ୍ଜତକୁ ବଜାୟ ରଖିବି। ମୋ କଥା ଶୁଣି ମା କାନ୍ଦି ପକେଇଲା ଆଉ କହିଲା କି ପୁଅ ମୁଁ ତୋତେ ଏକୁଟିଆ ଛାଡ଼ି କୁଆଡ଼େ ଯାଉନି, କିନ୍ତୁ କେବେ ବି ତୁ ମୋତେ ଆଉ ସନ୍ଦେହ କରିବୁନି। ତୋ ମା ଦୁନିଆ ସହିତ ଏକୁଟିଆ ଲଢ଼େଇ କରିଛି କେବଳ ତୋ ପାଇଁ। ଯଦି ତୁ ସନ୍ଦେହ କରିବୁ ତ ମୁଁ ଭାଙ୍ଗି ପଡ଼ିବି। ମାର ଏଇ କଥା ପରେ ମୁଁ ତା ଲୁହ ପୋଛିଦେଲି, କାରଣ ମୋ ପାଖରେ କହିବାକୁ ଆଉ କିଛି ଶବ୍ଦ ନଥିଲା। ସତରେ ଏଇ ଦୁନିଆରେ ଏକୁଟିଆ ସ୍ତ୍ରୀ ବଞ୍ଚିବା ପାଇଁ ବହୁତ କଷ୍ଟକର। ସେ ଯେତେ ନିଜକୁ ପ୍ରମାଣିତ କଲେ ବି ତାକୁ ସନ୍ଦେହ ଘେରକୁ ଟାଣି ନିଆଯାଏ। ଆଜି ମୁଁ ମୋ ସ୍ତ୍ରୀ ଓ ମା ସହିତ ଖୁସିରେ ରହୁଛି। ହଁ,
केबे केबे मो साबत बापा आमको भेटिबा पई आसंती किंतु से भी बहुत भल मनीष। तो कहानीटी एतिकी थिला। प्रकृत रे एकुटिया स्त्री आजिर समाज रे चलिबा मुश्किल कि ना कमेंट बॉक्स रे जणैबे। आ वीडियो भले लगी लाइक शेयर करने सहित चैनल को सब्सक्राइब कर देबे आ बेल आइकन को भी ऑन कर देबे। धन्यवाद।